17 ଫେବୃଆରୀ 2026 ଫାଲ୍ଗୁନ ଅମାବାସ୍ୟା ଦିନ କୌଣସି ସାଧାରଣ ଦିନ ନୁହେଁ। ସମ୍ପୂର୍ଣ୍ଣ ଦୁନିଆରେ ଗୋଟିଏ ବିରଳ ଘଟଣା ଘଟିବା ପାଇଁ ଯାଉଛି। ପୁରା ବ୍ରହ୍ମାଣ୍ଡରେ 300 ବର୍ଷ ପରେ ଗୋଟିଏ ବିରଳ ଘଟଣାଟିଏ ଘଟିବା ପାଇଁ ଯାଉଛି। ସୂର୍ଯ୍ୟ ତ ଆକାଶକୁ ଆସିବେ, କିନ୍ତୁ ସୂର୍ଯ୍ୟଙ୍କର କିରଣ ଭୂମି ଉପରେ ପଡ଼ିବ ନାହିଁ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଦିନରେ ହିଁ ରାତି ପରି ଦେଖାଯିବ। ଏବଂ 12 ଗୋଟି ରାଶିମାନଙ୍କ ମଧ୍ୟରୁ 6 ଗୋଟି ରାଶି ଏମିତି ଅଛନ୍ତି ଯେଉଁମାନଙ୍କ ଉପରେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କର କୃପା ବର୍ଷା ହେବ। ସେମାନଙ୍କର ଆଶୀର୍ବାଦ ସେହି ବ୍ୟକ୍ତିମାନଙ୍କ ଉପରେ ରହିଯିବା ଦ୍ୱାରା ସେମାନଙ୍କର ଧନଜନିତ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ। 17 ଫେବୃଆରୀ ମଙ୍ଗଳବାରକୁ ଲାଗିବା ପାଇଁ ଯାଉଛି ଭୟଙ୍କର ସୂର୍ଯ୍ୟପରାଗ, ଯାହାକି ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟପରାଗ ନାମରେ ନାମିତ କରାଯାଇଛି। ଏବଂ ଏହି ସୂର୍ଯ୍ୟପରାଗଟି କିଛି ଲୋକଙ୍କ ଜୀବନରେ ବହୁତ ଶୁଭ ସମୟ ଆଣିବା ପାଇଁ ଯାଉଛି। ଦର୍ଶକ ବନ୍ଧୁ, କେବଳ 6 ଗୋଟି ରାଶି ଏମିତି ଅଛନ୍ତି ଯେଉଁମାନଙ୍କ ଉପରେ ହାତୀ ସୁନା କଳସ ଢାଳିବ ଏବଂ ଆଗାମୀ ଜୀବନରେ ସେମାନଙ୍କ ଜୀବନରୁ ଧନଜନିତ ସମସ୍ୟା ଦୂର ହେବା ସହିତ ସେମାନଙ୍କ ଜୀବନକୁ ଧନ ଆସିବାର ମାର୍ଗ ଖୋଲିଯିବ। ଯଦି ସେମାନେ ପୂର୍ବରୁ ଋଣ କରଜରେ ବୁଡ଼ି ଯାଇଥିଲେ କିମ୍ବା ଧନଜନିତ ସମସ୍ୟାର ସାମ୍ନା କରୁଥିଲେ, ତେବେ ଗ୍ରହଣ ପରଠାରୁ ସେମାନଙ୍କର ଜୀବନରେ ପରିବର୍ତ୍ତନ ଆସିବ। ଏବଂ ସେହି 6 ଗୋଟି ରାଶିମାନଙ୍କ ମଧ୍ୟରୁ ଏମିତି ଗୋଟିଏ ରାଶି ଅଛି ଯାହା ଉପରେ କୁବେର ଦେବତାଙ୍କର ଆଶୀର୍ବାଦ ସଦାସର୍ବଦା ରହିବ। ଯଦି ସେହି ରାଶିଟି ଗୋଟିଏ ଭୁଲ କରିଦିଅନ୍ତି, ତେବେ ସେମାନଙ୍କ ଜୀବନକୁ ଦୁଃଖ ଦରିଦ୍ରତା ମାଡ଼ି ଆସିବ। ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କୁ ଭିଡ଼ିଓର ଆଗରେ ବତାଇବି ସେ କେଉଁ ରାଶି ଏବଂ ସେହି ରାଶିଙ୍କର କ'ଣ ସବୁ ଭୁଲକୁ ବାରଣ କରିବେ, ଯାହାଦ୍ୱାରା ସେମାନେ ଅଜାଣତରେ କିମ୍ବା ଜାଣତରେ ସେହି ଭୁଲକୁ କରିବେ ନାହିଁ। ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କୁ ଭିଡ଼ିଓର ଆଗରେ ସମ୍ପୂର୍ଣ୍ଣ ବିଷୟରେ ବୁଝାଇ କରି କହିବି। ସେଥିପାଇଁ ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଆପଣଙ୍କ ଜୀବନରେ ଉନ୍ନତି ଆଣନ୍ତୁ। କାହିଁକି ନା ଏହି ଭିଡ଼ିଓଟି ଦେଖିବା ପରେ ଆପଣଙ୍କର ଭାଗ୍ୟ ବଦଳିବା ସହିତ ଆପଣଙ୍କ ପରିବାରର ଭାଗ୍ୟ ମଧ୍ୟ ବଦଳିଯିବ। ଦର୍ଶକ ବନ୍ଧୁ, ଚଳିତ ବର୍ଷର ସୂର୍ଯ୍ୟ ପରାଗଟି କୁମ୍ଭ ରାଶିରେ ଲାଗିବା ପାଇଁ ଯାଉଛି। ଆମର ଶାସ୍ତ୍ରରେ ମାନ୍ୟତା ଅଛି, ସୂର୍ଯ୍ୟ ଏବଂ ଶନି ଯେତେବେଳେ କୁମ୍ଭ ରାଶିରେ ଅବତରଣ କରିଥାନ୍ତି, ତେବେ ସେହି ଜାଗାରେ ବିସ୍ଫୋରକ ହୋଇଯାଇଥାଏ ଏବଂ ଏହି ସମୟରେ ଏମିତି ଗୋଟିଏ ଝଡ଼ ଆସିଥାଏ ଯାହାକି ସମ୍ପୂର୍ଣ୍ଣ ପରିବାରକୁ ନଷ୍ଟ କରିଦେଇଥାଏ। ଏବଂ ଆପଣମାନେ ଜାଣିଛନ୍ତି, ଯେତେବେଳେ ବିଷ ବାହାରିଥାଏ ତାପରେ ଅମୃତ ମଧ୍ୟ ବାହାରିଥାଏ। ଏବଂ ଆପଣମାନେ ଜାଣି ରଖିବା ଉଚିତ ଯେ ସୂର୍ଯ୍ୟ ପରାଗର ବିଷ ସମ୍ପୂର୍ଣ୍ଣ ଜଗତ ଉପରେ ପଡ଼ିବା ସହିତ ଏପରି 6 ଗୋଟି ରାଶି ଅଛନ୍ତି ଯେଉଁମାନଙ୍କ ଉପରେ ଅମୃତର ବର୍ଷା ହେବ ଏବଂ ସେମାନଙ୍କ ଉପରେ ଶନିଦେବ ଏବଂ ସୂର୍ଯ୍ୟଦେବଙ୍କର ଆଶୀର୍ବାଦ ବଜାୟ ରହିବ। ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କୁ ଭିଡ଼ିଓର ଆଗରେ ବତାଇବି ଯେ କେଉଁ 6 ଗୋଟି ରାଶି ଅଛନ୍ତି ଯେଉଁମାନଙ୍କର ଜୀବନରେ ଆଗାମୀ ଦିନମାନଙ୍କରେ କରୋଡ଼ପତି ମଧ୍ୟ ହୋଇପାରିବେ। ଏବଂ ଆପଣମାନେ ସୂର୍ଯ୍ୟପରାଗର ସୂତକ ସମୟରେ କ'ଣ ସବୁ ସାବଧାନତାର ଅବଲମ୍ବନ କରିବେ। ବିଶେଷ କରି ଯେଉଁମାନେ ଗର୍ଭବତୀ ମହିଳା ଅଛନ୍ତି ସେମାନେ ଏହି ଦିନ କେଉଁ କେଉଁ ନିୟମକୁ ପାଳନ କରିବେ, ସମ୍ପୂର୍ଣ୍ଣ ବିଷୟରେ ଆଜିର ଏହି ଭିଡ଼ିଓରେ ଜାଣିବା ପାଇଁ ପାଇବେ। ଦର୍ଶକ ବନ୍ଧୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣମାନେ ସୂର୍ଯ୍ୟପରାଗ ସମୟରେ ଗୋଟିଏ ଗୁପ୍ତ ମନ୍ତ୍ରକୁ ଜପ କରିବେ, ଯାହାଦ୍ୱାରା ଆପଣଙ୍କ ଉପରେ କୌଣସି ବି ବିପଦ ଆସିବ ନାହିଁ। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା କେଉଁ ସେହି ଭାଗ୍ୟଶାଳୀ 6 ଗୋଟି ରାଶି। ଏହାକୁ ଜାଣିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ଚ୍ୟାନେଲଟିରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଦର୍ଶକ ବନ୍ଧୁ, ସର୍ବପ୍ରଥମେ ଆସନ୍ତୁ ବିଚାର କରିବା, ଅନେକ ଲୋକମାନଙ୍କ ମନରେ ପ୍ରଶ୍ନ ଆସୁଛି ଯେ ଏହି ସୂର୍ଯ୍ୟପରାଗଟି ଅନେକ ଗୁଡ଼ିଏ ଅନର୍ଥକୁ ସୃଷ୍ଟି କରିବ।
ତ ସର୍ବପ୍ରଥମେ ଆପଣମାନେ ଜାଣି ରଖନ୍ତୁ ଅଧର୍ମ ଯିଏ କରିଥାନ୍ତି ସେମାନଙ୍କୁ ହିଁ ଡର ଲାଗିଥାଏ। ଯେଉଁମାନେ ସତ୍ୟର ପଥରେ ଚାଲିଥାନ୍ତି ତେବେ ଯେତେ ବଡ଼ ଝଡ଼ ତୋଫାନ ଆସିଲେ ମଧ୍ୟ ସେମାନେ କେବେ ହେଲେ ବି ଭୟଭୀତ ହୁଅନ୍ତି ନାହିଁ। ଦର୍ଶକ ବନ୍ଧୁ, ସୂର୍ଯ୍ୟପରାଗର ସମୟ ଏମିତି ଏକ ସମୟ ହୋଇଥାଏ ଯାହାକି ବ୍ରହ୍ମାଣ୍ଡର ଦ୍ୱାର ଖୋଲି ଯାଇଥାଏ। ଆପଣମାନେ ଯାହା କିଛି ବି ମାଗିବେ ତାହା ଆପଣଙ୍କୁ ନିଶ୍ଚିତ ପ୍ରାପ୍ତି ହେବ। ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣି ରଖିବା ସେହି 6ଟି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ। ଦର୍ଶକ ବନ୍ଧୁ, ରାଶିଚକ୍ରର ପ୍ରଥମ ଭାଗ୍ୟଶାଳୀ ରାଶିଟି ହେଉଛି ମେଷ ରାଶି, ଯାହାଙ୍କ ଉପରେ ସୁନା କଳସର ବର୍ଷା ହେବ ଏବଂ ଆଗାମୀ ଜୀବନରେ ସେ କରୋଡ଼ପତି ମଧ୍ୟ ହୋଇପାରିବେ। ଦର୍ଶକ ବନ୍ଧୁ, ମେଷ ରାଶିର ବ୍ୟକ୍ତିବିଶେଷମାନେ ନିଜର ଏହି ବିଷୟରେ ଭଲ ଭାବରେ ଜାଣି ରଖନ୍ତୁ। ତେବେ ଏହି ସୂର୍ଯ୍ୟ ପରାଗଟି ମେଷ ରାଶିର ଜାତକରେ 11 ଭାଗରେ ଲାଗିବା ପାଇଁ ଯାଉଛି। 11 ଭାଗର ଅର୍ଥ ହେଉଛି ଧନପ୍ରାପ୍ତିର ଭାଗ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାନ୍ୟତା ରହିଛି 17 ଫେବୃଆରୀ ସୂର୍ଯ୍ୟପରାଗ ପରଠାରୁ ଆପଣଙ୍କ ଜୀବନର ଧନଜନିତ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ। ଯଦି ବି ପୂର୍ବରୁ ଆପଣଙ୍କ ଜୀବନରେ ଋଣ କରଜର ଭାର ବଢ଼ି ଚାଲିଥିଲା ତେବେ ଆପଣମାନେ ଜାଣି ରଖନ୍ତୁ 17 ଫେବୃଆରୀ ମଙ୍ଗଳବାର ପରଠାରୁ ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବ। ତା ସହିତ ଆପଣଙ୍କ ନିକଟକୁ ଧନ ଆସିବାର ମାର୍ଗ ଖୋଲିଯିବ। ଦର୍ଶକ ବନ୍ଧୁ, ମେଷ ରାଶିର ବ୍ୟକ୍ତିବିଶେଷମାନେ ଗୋଟିଏ କଥାର ଧ୍ୟାନ ରଖିବେ। ସୂର୍ଯ୍ୟପରାଗ ଲାଗିଥିବା ସମୟରେ କେବେ ହେଲେ ବି କଳା ବସ୍ତ୍ରକୁ ପରିଧାନ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ଭାଗ୍ୟରେ ଅବନ୍ନତି ଦେଖାଦେଇଥାଏ। ଦର୍ଶକ ବନ୍ଧୁ, ଭାଗ୍ୟଶାଳୀ ଦ୍ୱିତୀୟ ରାଶିଟି ହେଉଛି ବୃଷ ରାଶି। ବୃଷ ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଏହି ସୂର୍ଯ୍ୟପରାଗଟି ଅନେକ ଗୁଡ଼ିଏ ପରିବର୍ତ୍ତନ ଆଣିବ, ଯାହାଦ୍ୱାରା ସେମାନଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ। ବୃଷ ରାଶିର ଜାତକରେ ଦଶମ ଭାଗରେ ଏହି ସୂର୍ଯ୍ୟପରାଗଟି ଲାଗିବା ପାଇଁ ଯାଉଛି। ଏହାର ଅର୍ଥ ହେଉଛି ଆଗାମୀ ଜୀବନରେ ଆପଣଙ୍କ ଜୀବନକୁ ଏମିତି ଗୋଟିଏ ଘଟଣା ଆସିବ ଯାହାକି ଆପଣ କେବେ ହେଲେ ବି କଳ୍ପନା କରିନଥିବେ। ଯଦି ଆପଣମାନେ କୌଣସି ଚାକିରି କରୁଥିଲେ ତେବେ ଆପଣଙ୍କ ପ୍ରମୋସନର ସମୟ ଆସିଯାଇଛି, ଯାହାକି ସେହି ଲେଟର ଆପଣଙ୍କ ହାତକୁ ଆସିନାହିଁ। କିନ୍ତୁ ଆଗାମୀ ସମୟରେ ଆପଣଙ୍କ ଜୀବନ ଖୁବ୍ ଶୀଘ୍ର ବଦଳିବା ପାଇଁ ଯାଉଛି। ଦର୍ଶକ ବନ୍ଧୁ, ଯେଉଁମାନେ ଚାକିରି କ୍ଷେତ୍ରରେ ପ୍ରୟାସ କରୁଥିଲେ ତେବେ ସେମାନଙ୍କୁ ମଧ୍ୟ ତାଙ୍କ ମନ ମୁତାବକ ଚାକିରି ମିଳିବା ସହିତ ବେରୋଜଗାରରୁ ରୋଜଗାରକ୍ଷମ ହୋଇପାରିବେ। ଏବଂ 17 ଫେବୃଆରୀ ସୂର୍ଯ୍ୟପରାଗ ପରଠାରୁ ଆପଣଙ୍କୁ ଆଉ ଅପେକ୍ଷା କରିବା ପାଇଁ ପଡ଼ିବ ନାହିଁ। ଯେଉଁମାନେ ଟ୍ରେଡିଂ କ୍ଷେତ୍ରରେ ପ୍ରୟାସ କରୁଛନ୍ତି ତେବେ ଆପଣଙ୍କର ଟ୍ରେଡିଂ କ୍ଷେତ୍ରରେ ଭଲ ସମାଚାର ମିଳିବ, କିନ୍ତୁ ଧ୍ୟାନ ରଖିବେ ଲୋଭରେ ପଡ଼ି ଅନେକ ଗୁଡ଼ିଏ ଅର୍ଥକୁ ଲଗାଇବେ ନାହିଁ ଏବଂ ଭାବିଚିନ୍ତି ଅର୍ଥର ବିନିଯୋଗ କରିବେ। ଏପରି କରିବା ଦ୍ୱାରା ଆପଣ ମାଟିକୁ ଛୁଇଁବା ମାତ୍ରେ ମାଟିଟି ସୁନାରେ ପରିଣତ ହୋଇଯିବ। ଏବଂ ବୃଷ ରାଶିର ବ୍ୟକ୍ତିବିଶେଷମାନେ ଗୋଟିଏ କଥାର ଧ୍ୟାନ ରଖିବେ, ସୂର୍ଯ୍ୟପରାଗ ସମାପ୍ତ ହେବା ପରେ କୌଣସି ଗରିବ ଗୁରୁବା ଲୋକମାନଙ୍କୁ କିଛି ଅନ୍ନ ଖାଇବା ପାଇଁ ଦିଅନ୍ତୁ। ଦର୍ଶକ ବନ୍ଧୁ, ଏପରି କରିବା ଦ୍ୱାରା ସେମାନଙ୍କ ଜୀବନରେ କେବେ ହେଲେ ବି ଧନଜନିତ ସମସ୍ୟା ଦେଖାଦେବ ନାହିଁ। ଦର୍ଶକ ବନ୍ଧୁ, ଭିଡ଼ିଓର ଆଗକୁ ବଢ଼ିବା ପୂର୍ବରୁ ମୁଁ ଆପଣମାନଙ୍କୁ ଭିଡ଼ିଓର ଆଗରେ ବତାଇଥିଲି ଯେ ଏମିତି ଗୋଟିଏ ରାଶି ଅଛନ୍ତି ଯେଉଁମାନଙ୍କ ଭାଗ୍ୟ ଚମତ୍କାର ଭାବରେ ପରିବର୍ତ୍ତନ ହୋଇଯିବ, କିନ୍ତୁ ସେହି ରାଶିର ବ୍ୟକ୍ତିମାନେ ଯଦି ଗୋଟିଏ ଭୁଲ କରିଦେଉଛନ୍ତି ତେବେ କାଣି କଉଡ଼ିଟିଏ ମଧ୍ୟ ସେମାନଙ୍କୁ ମିଳିପାରିବ ନାହିଁ। ଆଜ୍ଞା ହଁ ଦର୍ଶକ ବନ୍ଧୁ, କେବଳ ଗୋଟିଏ ଭୁଲ କାରଣରୁ ସେମାନଙ୍କର ଜୀବନଟି ନର୍କରେ ପରିଣତ ହୋଇଯିବ। ତେବେ ସେହି ରାଶିଟି ହେଉଛନ୍ତି ମିଥୁନ ରାଶି। ମିଥୁନ ରାଶିର ବ୍ୟକ୍ତିବିଶେଷମାନେ ବହୁତ ଧ୍ୟାନ ସହକାରେ ଏହି ଭିଡ଼ିଓଟିକୁ ଦେଖନ୍ତୁ ଏବଂ ଏହିସବୁ ଭୁଲକୁ କରିବାରୁ ନିଜକୁ ବଞ୍ଚାଇ ରଖନ୍ତୁ। ତେବେ ଆପଣଙ୍କର ରାଶିରେ ଏହି ସୂର୍ଯ୍ୟଗ୍ରହଣଟି ଅବତରଣ ହେବାକୁ ଯାଉଅଛି, ଯାହାକି ଆପଣଙ୍କର ଭାଗ୍ୟର ସାଥ ଆପଣଙ୍କୁ ଆଗାମୀ ସମୟରେ ମିଳିବା ପାଇଁ ଯାଉଛି।
जदि जमीजमा क्षेत्र में आपणकर कौनसी मान मकदमा चालू थाए तेबे आपणक सपक्ष मत रहिब एवं आगामी जीवन में आपण करोड़पति मध्य होई परिबे। दर्शक बंधु आपण माने निज बाणी उपरे नियंत्रण रखंत कहीं सूर्य पराग समय रे आपण माने किछि एमिति कार्य करिदेबे जहाद्वारा आपणकर ही अमंगल हेब। तेबे सेथिपाई 17 फेब्रुआरी मंगलवार दिन आपण माने मौन रहिबा पई चेष्टा करंतो। आपण माने जेते कम कहिबे सेते आपणक निमंते भल होइथाए। जदि आपण माने एही समय रे आपणक बाणी को नियंत्रण रखिदेबे तेबे संसारर कौनसी शक्ति मध्य आपणक धनवान हेबारो रोकी पारिब नाही। तेबे सेही भाग्यशाली चतुर्थ राशिटी हेउछि सिंह राशि एवं सिंह राशि स्वामी स्वयं सूर्यदेव अटंती। दर्शक बंधु एबे आसंतु जानिबा चतुर्थ भाग्यशाली राशि विषय रे। सेही चतुर्थ भाग्यशाली राशिटी हेउचंती सिंह राशि एवं सिंह राशि स्वामी हेउचंती सूर्यदेव। जदि सूर्यंकर सूर्य पराग लागिबा समय रे सबुठारु प्रभावित सिंह राशि होइथांती तेबे आपण माने जमारू हेले भयभीत हुअंतु नाही कहीं यही प्रभाव आपणक जीवनर अलिया को दूर करिबारे सहायता करिबा एवं आपणकर जो माने गुप्त शत्रु थिले से माने आपणक निकट को आसी आपणकर गोड़ धरिबे। कोर्ट कचेरी मामला रे आपणक सपक्ष रे मत आसीबा। दर्शक बंधु आउ गोटे कथा जदि आपण माने विदेश जीवा पई किछि प्लान करूचंती तेबे सेथिरे मध्य अत्यंत शुभाशुभ फल देखिबा पई मिलिबा एवं व्यापार वाणिज्य क्षेत्र रे आपणको अनेक लाभ मिली जिबा। एवं सिंह राशिर व्यक्ति माने गोटे मंत्र को जप करिबे ओम सूर्य देवताय नमः। यही मंत्रटी को सूर्य पराग लागिबा समय रे जप करुथिबे। दर्शक बंधु एबे आसंतु विचार करिबा सूर्य परागर सूतक काल समय रे जहाँकि सूर्य ग्रहण लागिबार 12 घंटा पूर्वर सूतक कालर आरंभ होइथाए। जेहेतु 17 फेब्रुआरी दिन 3:26 रे सूर्य पराग आरंभ हेब अर्थात 16 फेब्रुआरी 12 घंटा पूर्वर आपण माने सूतक कालर पालन करिबे। यही समय रे आपण माने पूजा पाठ को बंद करि परिबे किंतु मानसिक जप करि परिबे। आपण माने यही समय रे जेते मौन रहिबे आपणक निमंते सेते शुभ होइथाए। दर्शक बंधु एबे आसंतु जानिबा पंचम भाग्यशाली राशि विषय रे। सेही राशिटी हेउछि तुला राशि एवं चलित वर्षर सूर्य परागटी तुला राशिर एवं चलित वर्षर सूर्य परागटी तुला राशिर पंचम भागरे लागिब जहाँकि धन मान सम्मानर भाग होइथाए। एवं एही सूर्य पराग परठारो आपणकर बुद्धि एते प्रखर होइजिब जे आपण माने माटी को मध्य सुना करिबार सामर्थ्य रखि परिबे। जदि आपण माने बहुत बड़ रिस्क काम करूछंती तेबे आपणको सेथिरे शुभाशुभ फल मिली जिब। आपणकर प्रेम जीवन रे मध्य मधुरता आसीब। ता सहित विवाहित लोकमानंकर वैवाहिक जीवन सुखमय हेब। जो माने सेमानंकर संतान निमंते कामना रखिथांती तेबे पराग परठारो जो माने निजर संतानंक निमंते कामना रखिथांती तेबे एही सूर्य पराग परठारो सेमानंको संतान प्राप्ति हेबार जोग बनुअछि। दर्शक बंधु तुला राशिर व्यक्ति विशेष माने गोटिए कथार ध्यान रखिबे सूर्य पराग लागिथिबा समय रे केबे हेले भी गर्भवती महिलांकर अपमान करिबे नाही कहीं एपरी करिबा द्वारा माँ लक्ष्मी सेही व्यक्ति मानक उपरे रुष्ट होई जांती। दर्शक बंधु सबुठारो शेष राशि बा अंतिम राशिटी हेउछि जहाँकि सेही सूर्य परागर अत्यंत शुभाशुभ फल प्राप्त करिबे तेबे सेही राशिटी हेउछि कुंभ राशि। दर्शक बंधु आपण माने जानी रखिबा उचित जे सूर्य परागटी कुंभ राशि रे लागिबा पई जाउछि अर्थात सूर्य एवं शनिदेव आपणक राशि रे सूर्य पराग लागुअछि।
एवं यह अत्यंत राजयोग पड़िबा पई जाउअछि। आपणक मनरे जहाँ भी किछि मनस्कामना रहिअछि तेबे खूब शीघ्र पूरण हेबाकु जाउछि। दर्शक बंधु, कुंभ राशि व्यक्तिविशेष माने आपणक जीवन को एते परिमाण रे धन आसीब जे आपण कल्पना मध्य करि परिबे नाही। ता सहित आपण माने जो भी क्षेत्र रे कार्य करिवे सेथिरु आपणको शुभाशुभ फल मिली जीव। व्यापार वाणिज्य क्षेत्र रे मन मुताबक लाभ प्राप्ति हेब। एवं 17 फेब्रुआरी मंगलवार परठारो भाग्य आपणकर साथ देवा आरंभ करिदेव एवं आपणकर नवग्रह मजबूत होइजिबे। एवं आपण माने गोटिए कथार ध्यान रखिबे, कुंभ राशिर व्यक्तिविशेष माने केबे हेले भी अहंकार करिवे नाही, काहेकि ना शनिदेव अहंकार को बहुत घृणा करिथांती। जदि पैसा आसिबा परे आपण माने अहंकार करिवे तेबे जेउ भली भावरे पैसा आपणक निकट को आसीथिला सेही भली भावरे आपणक निकटरो चली जीव। तेबे दर्शक बंधु, यह तो थिला सेही 6 गोटी राशि जहाँकि 17 फेब्रुआरी सूर्यपराग परठारो एमानंकर भाग्य रे परिवर्तन आसीब। दर्शक बंधु, यार अर्थ एया नुहे जे बाकी 6 गोटी राशि निराश होइजिबे, किंतु ईश्वरंकर आशीर्वाद समस्तंक उपरे सदा सर्वदा रही थाए। जदि आपण माने संपूर्ण निष्ठा एवं भक्तिर सहित भगवानंकर स्मरण करिवे तेबे आपणक भाग्य मध्य परिवर्तन होइजिब। दर्शक बंधु, जो माने भी एही वीडियोटी को देखुचंती आपण मानको गोटिए गुप्त एवं चमत्कारी उपाय विषय रे बताइबा पई जाउची, जाहाको आपण माने संपूर्ण राशिर राशि माने करि परिबे। आपण माने सूर्य पराग लागिबा परे स्नान कार्य को समापन करिदेबे। आपण माने स्नान आदि कार्य समापन करिसारी स्वच्छ वस्त्र को परिधान करिबे। यह परे गोटिए तंबा ढाल को नहीं आसिबे, सेथिरे गंगा जल, कंचा क्षीर, अरुआ चाउल, हलदी को मिश्रण करी सेही जल को सूर्यदेव को अर्घ्य जलाइबे। एवं आपणकर नजर जलर धारा उपरे रहिब। एपरि करिबा द्वारा आपणक भाग्य रे परिवर्तन आसिब। ता सहित आपणक मनरे जहाँ भी किछि अधा अधूरा मनस्कामना रहिछि से सब को मध्य सूर्यदेवंक निकटरे जणाई देबे। तेबे दर्शक बंधु, आशा करुछि आजिर एई भिडियोटी आपण माननको भल लागिथिबो। भिडियोटी भल लागिथिले भिडियोटी को लाइक करी अधिकरु अधिक शेयर करंतु, जा द्वारा आपण माने मध्य अन्य मानकर सहाय्य करि परिबे। एवं चैनलटी रे नुआ थिले चैनलटी को सब्सक्राइब करिदेबे। आजि पई रहुछि, नमस्कार।